ଭାବିକି ଯେମିତି କାମ କରନ୍ତୁ, ମାନେ ପୁଣି ପଛରେ ହଇରାଣ ହେବେ। କି ଗରମ ଲୋ ମା, ଗରମ ମାନେ ପ୍ରବଳ ଜୋର ହଉଛି, ବସି ହଉନି। ଆଉ କଣ କହୁଥିଲି, ଯୋଉମାନେ ବିଜନେସ କରୁଛନ୍ତି ତ ସେମାନେ ଜିଏସଟି କରିବା ତ ନିହାତି ଜରୁରୀ, ଜିଏସଟି ଡକ୍ୟୁମେଣ୍ଟ। କିନ୍ତୁ ଇନିସିଆଲ ଷ୍ଟେଜରେ ଯୋଉମାନେ ବିଜନେସ କରୁଛନ୍ତି ଜିଏସଟି କରନ୍ତୁନି, କେବେ କରନ୍ତୁନି, ହଇରାଣ ହେବେ। ଜିଏସଟି କରିବାର କ୍ରାଇଟେରିଆ କଣ? ଆନୁଆଲି ଟର୍ନ ଓଭର 20 ଲକ୍ଷ ହବା ଦରକାର। ତ ଫାର୍ଷ୍ଟ ଇୟର ବିଜନେସ ରେ ହଁ ଠିକ ଅଛି, ସେଭଳିଆ ଆପଣଙ୍କର ବଡ ସେଲ୍ସ ଅଛି ତ ଆପଣ ଜିଏସଟି ଡକ୍ୟୁମେଣ୍ଟ କରନ୍ତୁ। କିନ୍ତୁ ଯୋଉମାନଙ୍କର ଛୋଟ ସର୍ଭିସ, ଛୋଟ ରିଟେଲ ସର୍ଭିସ, ତ ସେମାନେ ଇନିସିଆଲ ଷ୍ଟେଜରେ ଜିଏସଟି ଡକ୍ୟୁମେଣ୍ଟ କରନ୍ତୁ ନାହିଁ, ଆପଣ ହଇରାଣ ହେବେ। କାହିଁକି? ଏକ ତ ଜିଏସଟି ଡକ୍ୟୁମେଣ୍ଟ କଲେ ତାକୁ ପ୍ରତି ମାସରେ ତାକୁ ନିଲ୍ ରିଟର୍ନ ଫାଇଲିଂ ଭରିବାକୁ ପଡିବ। ଦ୍ୱିତୀୟ କଥା ହଉଛି, ଆପଣ ବିଜନେସ କରନ୍ତୁ କି ନ କରନ୍ତୁ, ସେଥିରେ ଆନୁଆଲି ଚାର୍ଜେସ୍ ଗୋଟେ ପ୍ରଫେସନାଲ ଟ୍ୟାକ୍ସ ଗୋଟେ ଥାଏ, ତ ସେଇଟା ଆପଣ ଦେବେ। ତା ସହିତ ଯଦି କିଛି ଆପଣଙ୍କର ଫାଇନ୍ ପଇଲା ତାର ବି ଚାର୍ଜେସ୍ ଦେବେ, ଆଉ ଅନ୍ୟାନ୍ୟ ଚାର୍ଜେସ୍ ଅଛି। ଯୋଉ ଭାଇ ଭଉଣୀ ମାନେ ଇନିସିଆଲି ଷ୍ଟେଜରେ ବିଜନେସ କରୁଛନ୍ତି, ଜିଏସଟି ପାର୍ଟଟାକୁ ଟିକେ ଆଭଏଡ କରନ୍ତୁ। ଠିକ ଅଛି, ଆପଣଙ୍କର ଟିକେ ଗ୍ରୋଥ ହେଇଯାଉ, ବିଜନେସ ରନିଂ ହେଇଯାଉ ଲାର୍ଜ ଲେବୁଲରେ, ତାପରେ ଆପଣ ସେଟାକୁ ଚିନ୍ତା କରିବେ କରିବା ପାଇଁ। କିନ୍ତୁ ଇନିସିଆଲି ଷ୍ଟେଜରେ ଜିଏସଟି ଡକ୍ୟୁମେଣ୍ଟର କଣ ଆବଶ୍ୟକ ଅଛି? ଠିକ ଅଛି, ତ ଜିନିଷଟା ଫାଷ୍ଟ ବୁଝନ୍ତୁ। ଜିଏସଟି ଡକ୍ୟୁମେଣ୍ଟ ଇନିସିଆଲି ଷ୍ଟେଜରେ ଦରକାର ନାହିଁ।